ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवत महापुराण एकादश स्कंद दशम अध्याय। ॐ नारायणं नमस्कृत्य नरं चैव नरोत्तमं देवीं सरस्वती व्यासं ततो जयमुदीरयते। मूकं करोति वाचालं पङ्गुं लङ्घयति गिरिं यत्कृपातमहं वन्दे परमानन्दमाधवम्। निगमकल्पतरुललितं फलं सुखमुखादमृतद्रवसंयुतं पिबतं भागवतं रसमालयं मुहुरः रसिका भुवि भावुकाः। दशमोऽध्याय। दशमे कुररादिसप्त गुरुंक शिक्षा जे वर्णित। अवधूतवाच शुण हे जदुनुपवर जयवानुभव मोर। गुरुर शिक्षा मोर जेते सबु कहिबि तो ग्रते। जेते द्रव्य परिग्रह सर्वतु जान दुःखमय। एघेनि ज्ञानी अकिंचने निश्चिंते रहे सुख मने। पक्षींक मध्य बलियार स्वभावे प्रचंड कुरर। नित्य मारई नाना पक्षी जीवन पोषे मांस भक्षी। तार महिमा जने शुणी बंदी करंती घरे आणी। से पुणी नित्य पक्षी मारे मांस भकई नहीं परे। केवल श्रम मात्र सार न भक्षे उचित आहार। एणु मु तार दुख चाहि तातहु गुरु शिक्षा पाई। न करी वस्तु परिग्रह एका भ्रमई शून्य देह। नाही मो मान अपमान गृह कलत्र पुत्र धन। आत्मारे रमई मुनिते भ्रमई निश्चिंते जगते। परमानंद रस पाई निरते संसारे भ्रमई। बालक तहु ଏହା ଶିଖି ନୁହଁଇ ନାନା ଦୁଃଖେ ଦୁଃଖୀ। କେବଳ ଆହାର ବ୍ୟବହାରେ କ୍ରୀଡ଼ା କରଇ ସର୍ବଦ୍ୱାରେ। କିଛି ହିଁ ଚିନ୍ତା ନାହିଁ ତାର ଏଣୁ ବାଳକ ଗୁରୁ ମୋର। ଏବେ ଶୁଣ ମନ ସ୍ଥିରେ पूर्वे जे अवंती नगरे। सुसाधु सुंदर शरीरे कन्याए थिला विप्र घरे। से कन्या विवाह अर्थे बरी विप्रे मिलिले पांच चारि। से कन्या पिता संग मेले विवाह प्रस्ताव निरळे। विचार करी कन्या माता निकटे बसाई दुहिता। तंडुल अर्थे दान्य देई बोलई कन्या मुख चाहि। बेगे तु कुटरोळे भरी ता शुणी ब्राह्मण कुमारी। रोळे मुसळ एक करी कुटइबेनि करे धारी। भुजे ताबलय कंकण कुटन्ते बाजे ऋण झुण। शुणी कुमारी लज्जा पाई अधे कंकण हस्तु फेई।
ପୁଣି କୁଟନ୍ତେ ଧୀରେ ଧୀରେ ହସ୍ତେ କଙ୍କଣ ନାଦ କରେ କୁମାରୀ ମନେ ବିଚାରାଇ ସଙ୍ଗ ଗହଳେ ଗୋଳ ହୋଇ ହେମନ୍ତ ବିଚାରିଣ ଥକେ ପୁଣି ଫେଇଲା ଏକେ ବେନି କଙ୍କଣ ବେନି କରେ କୁଟନ୍ତେ ସବଦନ କରେ ଯହିଁ ଅନେକ ଲୋକ ମିଳି ଅବଶ୍ୟ ଉପୂଜଇ କଳି ତେଣୁ କୁମାରୀ ଅନୁରାଗେ ଗୁରୁ ବଚନ ଶିକ୍ଷା ଭାଗେ ଏକାନ୍ତେ ଭ୍ରମୁ ଥାଇ ମୁହିଁ କେବେ ସଙ୍ଗ ନ କରଇ ଅଭ୍ୟାସେ ଜିଣି ମୁଁ ପବନ ନିରଧିଏ ଚଞ୍ଚଳ ମନ ବୈରାଗ୍ୟ ଯୋଗ ଅଭ୍ୟାସନେ ବୁଲଇ ଆତ୍ମ ସଂଯମନେ ଏକାଗ୍ର କରି ଦୃଢ଼ ମନ ହରିର ପାଦେ ନିବେଦନ ତେଣୁ ନିଶ୍ଚଳ ମୋର ଧ୍ୟାନ ବଞ୍ଚଇ ଦୁଃଖ ସୁଖେ ଦିନ ସ୍ୱଭାବେ ରଜଗୁଣ ଛାଡ଼ି ସତ୍ୱ ସଂଯୋଗେ ତମେ ଏଡ଼ି ସତ୍ୱକୁ ଜିଣି ସତ୍ୱ ଗୁଣେ ନିର୍ବାଣ ପରମ କାରଣେ ନିଶ୍ଚଳେ ଥାଇ ଆତ୍ମଧ୍ୟାନେ ବାହେ ଅନ୍ତର ନ ପ୍ରମାଣେ ଯେସନେ ସରକାରୀ ପଥେ ସରବିନ୍ଧଇ ହେଟ ମାଥେ ତାର ନିକଟେ ରାଜା ଗଲା ସେ ତାହା ଜାଣି ନ ପାରିଲା ଏଣୁ ତାହାର ତହୁଁ ଦେଖି ମୁଁ ଏବେ ଗୁରୁ ଶିକ୍ଷା ଶିଖି ଏକା ମୁଁ ଭ୍ରମଇ ସଂସାର ମୋହର କାହିଁ ନାହିଁ ଘର ଏଣୁ ମୁଁ ସାବଧାନ ଚିତ ଅଲକ୍ଷ୍ୟ କତି ମୋର ନିତ୍ୟ ଅଳ୍ପ ଭାଷଣ ମୁନି ପ୍ରାୟ ମୁହିଁ ରହଇ ସ୍ଥିର ଦେହେ ବିଫଳ ଅନିତ୍ୟ ଦେହର ଗୃହ ଆରମ୍ଭ ଦୁଃଖ ଘର ଏଘେନି ଗୃହାରମ୍ଭ ଛାଡ଼ି ଦେହର ରକ୍ଷା ମାତ୍ର ଲୋଡ଼ି ଆତ୍ମା କାରଣେ ବ୍ୟର୍ଥ ଘର କେବେ ନ କରି ତତ୍ପର ଶରୀର ରଖଇ ନିରଳେ ସର୍ପ ଯେ ସନେ ନାନା ବେଳେ ଏଣୁ ରଗ ଗୁରୁ କରି ଗୃହସ୍ଥ ଆଶ୍ରମ ନ କରି ଘର ନ କରି ଏକ ସ୍ଥାନ ବଞ୍ଚଇ ନାନା ତୀର୍ଥେ ଦିନ ଦେଖ ଏ ବିଷ୍ଣୁ ମାୟା କରି ଜଗତ ସର୍ଜଇ ମୁରାରି ପୁଣି ସଂହାରେ କାଳ ରୂପେ ନିରଳେ ରହେ ଆତ୍ମ ସୁଖେ ପ୍ରକୃତି ପୁରୁଷ ବେନିର ସ୍ୱଭାବେ ବୋଲ ଈଶ୍ୱର ଉପାଧି ବର୍ଜିତ ଈଶ୍ୱର ଫେନ ବିନା ସେ ଜହ୍ନେ ନିର ସେ ହରି ସର୍ବଶକ୍ତି ଧରେ ସୃଷ୍ଟି ଛଇ ଯେତେବେଳେ ସୃଜଇ ମାୟା ଯୋଗ ବଳେ ହେ ନୃପନାଥ ଶୁଣ ଭଲେ ଏ ଗୁଣମୟୀ ବିଷ୍ଣୁ ମାୟା ବେଦ ବେଦାନ୍ତେ କହେ ଯାହା ସେ ମାୟା ନାନା ମୂର୍ତ୍ତି ଧରି ବ୍ରହ୍ମାଣ୍ଡ ମଧ୍ୟ ଅଛି ପୁରୀ ସେ ମାୟା ବଳେ ନାରାୟଣ ଜଗତ କରେ ପୁଣ ପୁଣ ତା ମଧ୍ୟ ଜୀବ ରୂପ ଧରି ବିହରେ ନାନା କ୍ରୀଡ଼ା କରି ଯେସନେ କୀଟ ଉର୍ଣ୍ଣ ନାଭି ନିଜ ବଦନୁ ସୂତ୍ର ଭାବି ଜାଲ ନିର୍ମାଇ ରାତ୍ର ମୁଖେ ମଧ୍ୟ ବିହରେ ଆତ୍ମ ସୁଖେ
ଏକାନ୍ତେ ରାତ୍ରେ କ୍ରୀଡ଼ା କରେ ସୂର୍ଯ୍ୟ ଉଦୟ ତା ସହାରେ ଏ ରୂପେ ସୃଷ୍ଟି ଲୀଳା କରି ସଂସାରେ ଖେଳେ ନରହରି ଏବେ ଶୁଣ ନରପତି ସଂସାରେ ଜୀବ ଆତ୍ମାଗତି ଦେହ ବିଯୋଗ କାଳେ ଜନ୍ତୁ ମନେ ଚିନ୍ତଇ ଯେତେ ହେତୁ ଏକାନ୍ତ ସ୍ନେହ ଦୋଷ ଭଏ ନିଶ୍ଚଳ ଧ୍ୟାନ ଯହିଁ ରହେ ଜନ୍ମଇ ସେହି ରୂପ ଧରି ଯେସନେ କୀଟ ପେଶସ୍କାରୀ କୀଟ ଆଣଇ ନାନା ରୂପେ ନିଜ ଭୁବନେ ନେଇ ସ୍ଥାପେ ସେ କୀଟ ପ୍ରାଣ ଯିବା ବେଳେ ତାହାକୁ ଦେଖି ଥାଇ ଡଳେ ଭୟ ଚିନ୍ତଇ ତାର ରୂପ ଜନ୍ମଇ ଘେନି ସେ ସ୍ୱରୂପ ମୋହର ମନ ସେହି ମତେ କୃଷ୍ଣ ଚରଣେ ଅବିରତେ ନିଶ୍ଚଳେ ସ୍ଥାପି ସାବଧାନେ ବୁଲଇ ମହି ପର୍ଯ୍ୟଟନେ ଏମନ୍ତେ ଗୁରୁ ମୋର ଯେତେ ତାହାଙ୍କ ଉପଦେଶ ମତେ ଶିକ୍ଷିଣ ମନେ ମୁହିଁ ଧରି ଭ୍ରମଇ ଅବନି ବିହରି ଦେହକୁ ଘେନି ଗୁରୁ ପଣେ ଯାହା ଶିଖିଛି ଧରି ମନେ ଏ ଦେହ ଜନ୍ମ ମୃତ୍ୟୁ ଦୁଇ ବିଷ୍ଣୁ ମାୟାରେ ପ୍ରବର୍ତ୍ତଇ ଏ ଭାବ ବୁଝି ମୋର ମତି ଏ ଦେହେ ନ କରେ ପିରତି ଅନେକ ଜନ୍ମ କର୍ମ ଭାଗ୍ୟେ ମୋ ଜ୍ଞାନ ବିବେକ ବୈରାଗ୍ୟେ ଉଦାସୀ ମତେ ଦେହେ ଥାଇ ଗୁରୁଙ୍କ ଉପଦେଶ ଧ୍ୟାଇ ପୁତ୍ର କଳତ୍ର ପଶୁ ଦାସେ ଏହାଙ୍କୁ ପୋଷି ଦେହ ଆସେ ଦେହର ସଙ୍ଗେ ରହନ୍ତି ମରଣେ କେହି ନ ଯାଆନ୍ତି ନିୟତ କର୍ମ ସଙ୍ଗ କରି ଅନ୍ଧ ଯେ ସନେ ଯଷ୍ଟି ଧରି ବୃକ୍ଷର ଧର୍ମ ପ୍ରାୟ ଦେହି ଅବଶ୍ୟ ଜନ୍ମିଲେ ମରଇ ଏଣୁ ଅନିତ୍ୟ ଦେହେ ମୁହିଁ କେବେ ହେଁ ବିଶ୍ୱାସ ନ ଯାଇ ଏ ଦେହ ଇନ୍ଦ୍ରିଏ ଆବରି ଭୁଞ୍ଜନ୍ତି ଜଣେ ଜଣେ ଧରି ଶ୍ମଶାନେ ମୃତ ପିଣ୍ଡ ଯେନେ ଶ୍ୱାନ ଶୃଗାଳଙ୍କ ବଦନେ ରସଲାଳ ସେ ଜିହ୍ୱା ଧରେ ଆହାର ଅର୍ଥେ ଭ୍ରମ କରେ ନିଜ ସ୍ୱଭାବେ ଷଡ଼ର ସେ ଭ୍ରମଇ ନାନା ଦେଶେ ଦେଶେ ତୃଷାର ବେଳେ କେବେ ପୁଣି ମାଗଇ ସୁଶୀତଳ ପାଣି ନ ପାଇ କରେ ବହୁ ପ୍ରାସ ଏମନ୍ତେ ଆତ୍ମା ଯାଇ ନାଶ ଇନ୍ଦ୍ରି ଧରଇ ପୁଣ ବଳେ ଭ୍ରମଇ ମୟୁଥୁ ନ ଫଳେ ଅମୃତ ପ୍ରାୟ ଜନି ଦିଶେ ଏଣୁ ଭ୍ରମଇ କାମ ଆସେ ଶୀତ ତପତ ଚର୍ମ ଧରେ ଅଗ୍ନି ପବନେ ଆଶ୍ରା କରେ କ୍ଷୁଧା ଅନଳେ ଧରେ ପେଟ ଆତ୍ମାକୁ କରେ ଛଟପଟ ଯାବତ ନ ପୁରେ ଉଦର ତାବତ ଜ୍ଞାନ କାହିଁ ଆର ଶ୍ରବଣ ଧରେ ପୁଣ ପୁଣି ସ୍ତୁତି ନିନ୍ଦନ ବାକ୍ୟ ଶୁଣି ନାସିକା ଧରେ ଗନ୍ଧ ଆସେ ଏଣୁ ଭ୍ରମଇ ସୂଚି ବାସେ ଚକ୍ଷୁ ଧରଇ ରୂପ ଅର୍ଥେ ଏଣୁ ଭ୍ରମଇ ନାନା ପଥେ ଅନ୍ତେ ଧରଇ କର୍ମ ରାଶି ବେଷ୍ଟିତ ହୁଏ କାଳ ପାଶି ବହୁତ ସପତଣି ଯେହ୍ନେ ସ୍ୱାମୀ ମାରନ୍ତି ଅପମାନେ ଜୀବର ଅଳପ ଶକତି ସତେ ଯୁବତୀ ଏକ ପତି କାମିନୀ ଗଣେ ବନ୍ଦୀ ହୋଇ ସେ ଯେହ୍ନେ ଅଳପେ ମରଇ ଏଣୁ ଏ ସାଧାରଣ ଦେହେ ଜ୍ଞାନୀ କି ବସ୍ତୁ ଜ୍ଞାନ ନହେ
ଏ ଦେହ ପଡ଼େ ମାୟା ଜଡ଼େ ନିଜ ନିସ୍ତାର ପଥ ହୁଡ଼େ ଯେତେ ସୃଷ୍ଟିରେ ରଚନା କୀଟହୁ ବ୍ରହ୍ମାଦି କଳ୍ପନା ଆତ୍ମା କ୍ରୀଡ଼ନେ ନର ହରି ପୂର୍ବେ ଅନେକ ସୃଷ୍ଟି କରି ସଂସାରେ ଖେଳି ନାନା ମତେ ସନ୍ତୋଷ ନ ଲଭିଲା ଚିତେ ତେଣୁ ମାନବ ସୃଷ୍ଟି କଲା ଯହିଁ ବିଶ୍ରାମ ସର୍ବଲୀଳା ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ ବ୍ରହ୍ମାଦି ସକଳ ଶରୀର ସ୍ୱଭାବେ ଅସତ୍ୟ ସଂସାର ଭ୍ରମୀଣ କୋଟି ଜନି ଜନ୍ମେ ବିପାକ ଅବଶେଷ କର୍ମେ କେବଳ ଶୁଭ କର୍ମ ଭାଗେ ନିଶ୍ଚୟ ଗୋବିନ୍ଦ ଅନୁରାଗେ ଦୁର୍ଲଭ ମନୁଷ୍ୟ ଶରୀରେ ଜନ୍ମଇ ଅନିତ୍ୟ ସଂସାରେ ସେ ଦେହ ଲଭି ମହି ତଳେ ଅନେକ ଶୁଭ କର୍ମ ଫଳେ ଭାଗେ ଦୁର୍ଲଭ ଦେହ ପାଇ ଯାହାର ଜ୍ଞାନ ପ୍ରକାଶଇ ଜଗତ ଦେଖେ ବିଷ୍ଣୁମୟେ ସେ ନ ପଡ଼ଇ ମାୟା ମୋହେ ମନୁଷ୍ୟ ମୁଣ୍ଡେ ମୃତ୍ୟୁ ବସେ ଆତ୍ମାକୁ ଅନୁକ୍ଷଣେ ଗ୍ରାସେ ଯାବତ ମୃତ୍ୟୁ ଅଛି ଦୂରେ ସୁନ୍ଦର ଯୁବା କଳେବରେ ସାଧିବ ସକଳ ଶକତି ଯେଣେ ଜନିବ ବିଷ୍ଣୁ ଭକ୍ତି ଏ ଜୀବ ବନ୍ଦୀ କର୍ମ ପାଶେ ସାଧିବ ବନ୍ଧନ ଉଶ୍ୱାସେ ଏ ରୂପେ ହୃଦୟ ନିର୍ଭେଦେ ଆତ୍ମାକୁ ଈଶ୍ୱର ଭେଦେ ଦେଖ ଇ ଜ୍ଞାନ ଚକ୍ଷୁ ଦ୍ୱାରେ ଦୁର୍ଲଭ ମନୁଷ୍ୟ ଶରୀରେ ସକଳ ସଙ୍ଗ ପରିହରି ଏଣୁ ମୁଁ ଏତେ ଗୁରୁ କରି ସୁଦୂରେ ତେଜି ଅହଙ୍କାର ଆନନ୍ଦେ ଭ୍ରମଇ ସଂସାର ଶ୍ରୀ ଭଗବାନ ବାଚ ଏମନ୍ତେ କହି ଅବଧୂତ ଶାନ୍ତ ଗଭୀର ଗୁଣ ଯୁତ ଶୁଣି ଆନନ୍ଦ ଯଦୁ ରାଜା ତାର ଚରଣେ କଲେ ପୂଜା ସ୍ତୁତି କରନ୍ତି ସାବଧାନେ ବ୍ରାହ୍ମଣ ଗଲା ଅନ୍ତର୍ଧ୍ୟାନେ ଶୁଣି ଅବଧୂତ ବଚନ ରାଜା ପଶିଲା ଘର ବନ ସକଳ ସଙ୍ଗ ଦୂରେ ତେଜି ଧ୍ୟାନେ ଗୋବିନ୍ଦ ପାଦେ ଭଜି ଯୋଗେ ନିବେଶି କଳେ ବର ଲଭିଲା ଗୋବିନ୍ଦ ପୟର ଉଦ୍ଧବ କୃଷ୍ଣର ସମ୍ବାଦ ଶୁଣନ୍ତେ ଖଣ୍ଡଇ ପ୍ରମାଦ ପରୀକ୍ଷେ ସୁକ ମୁନି କହେ ସୁଜନେ ଏଣେ କର ଲଏ ଏ ଚଉବିଂଶ ଗୁରୁବାଣୀ ଉଦ୍ଧବେ କହେ ଚକ୍ରପାଣି ସେ କଥା ପରମ ଆନନ୍ଦେ ସଂକ୍ଷେପେ ଏକାଦଶ ସ୍କନ୍ଧେ ପ୍ରାକୃତ ବନ୍ଧେ ଭାଗବତ ପ୍ରକାଶୀ ସନ୍ଥ ଜନହିତ କହି ଦାସ ଜଗନ୍ନାଥ କୃଷ୍ଣ ଚରଣେ ଦେଇ ଚିତ इति श्रीमद्भागवत महापुराण परमहंस्यां संहितायां एकादश स्कन्धे जदुराजावधूत संवाद नाम दशमोऽध्यायः। ओं भीमस्यापि रणभङ्गमुनिरपि मतिभ्रम यदि शुद्धम् अशुद्धं वा मम दोष न विद्यते। ओं नमो भगवते वासुदेवाय। ओं नमो भगवते वासुदेवाय। ठाकुरंकर सदिच्छा पूर्ण हो बोल आनंद एक बार हरि हरि बोल।